କଥା ପରିଷ୍କାର ଭାବରେ କହିଛନ୍ତି। ପଞ୍ଚମ ଅଧ୍ୟାୟ ଶେଷ ଶ୍ଲୋକରେ ଶ୍ରୋତଂ ସର୍ବଭୂତାନାଂ, ସମସ୍ତ ଜୀବଜଗତର ସେ ହେଉଛନ୍ତି ଏକମାତ୍ର ମଙ୍ଗଳାକାଂକ୍ଷୀ ବନ୍ଧୁ। ଯଦିଓ ଭୌତିକ ଜଗତରେ ଜୀବ ଭଗବାନଙ୍କୁ ଭୁଲି ଯାଇଛି, ମାୟାବଦ୍ଧ ଜୀବ, କୃଷ୍ଣ ବିସ୍ମୃତି ହେଇଛି। ମାୟାବଦ୍ଧ ଜୀବେର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ। ଜୀବେର କୃପାରେ କହିଲେ କୃଷ୍ଣ ବେଦ ପୁରାଣ, ସେ ହିସାବରେ ଇ କୃପା କରିଛନ୍ତି। ମାୟାବଦ୍ଧ ଜୀବ କୃଷ୍ଣ ସ୍ମୃତି ଜ୍ଞାନ ନଥିବା ହେତୁ ସେ ବେଦ ପୁରାଣ କହିଛନ୍ତି। ଏଥିରେ ଶିଖେଇ ଦେଇଛନ୍ତି ଭଗବାନ ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣାକେ ଜଣା କୃଷ୍ଣ ମୋର ପ୍ରଭୁତ୍ରାତା ଜୀବେର ଭୟ ଜ୍ଞାନ, ଏହି ରୂପରେ ଭଗବାନ ଶିକ୍ଷା ଦେଉଛନ୍ତି। ଶାସ୍ତ୍ର ବୈଦିକ ଶାସ୍ତ୍ର ଜରିଆରେ କଥା କହୁଛନ୍ତି। ଜୀବେର କୃପାଏ କହିଲେ କୃଷ୍ଣ ବେଦ ପୁରାଣ ଜୀବ ପ୍ରତି କୃପା କରିକିରି, ମାୟାବଦ୍ଧ ଜୀବ ପ୍ରତି କୃପା କରିକିରି ଏ ବେଦ ପୁରାଣ ମାନ ପ୍ରଣୟନ କରିଛନ୍ତି। ସେ ବିଶେଷ କରି କଳିଯୁଗରେ ବ୍ୟାସ ଅବତାର, ବ୍ୟାସ ରୂପରେ ଆସି ସେ ଏ ବୈଦିକ ଶାସ୍ତ୍ର ମାନ ପ୍ରଣୟନ କରିଛନ୍ତି, ଶିଖେଇ ଦେଉଛନ୍ତି ଏ ଭଗବାନ। ଆଉ ଶାସ୍ତ୍ରରେ କ'ଣ କୁହାଯାଇଛି ତାକୁ ତତ୍ତ୍ୱରେ ବୁଝିବା ପାଇଁ ପଡ଼େ। ଆପାତ ବିଚାର ଆମର ଆମେ ଗ୍ରହଣ କଲୁ, ଆପାତ ବିଚାର ତ୍ୟାଗ କରାଯାଏ। ତତ୍ତ୍ୱ ବିଚାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି ବରାବର। ଶ୍ରୀମଦ୍ ଭଗବଦ୍ଗୀତା, ଶ୍ରୀମଦ୍ ଭାଗବତ ପ୍ରଭୃତି ବୈଦିକ ଶାସ୍ତ୍ର ମାନଙ୍କରେ ବହୁ ସ୍ଥଳରେ ତତ୍ତ୍ୱ ବିଚାର ଉପରେ ଗୁରୁତ୍ୱ ଆରୋପ କରାଯାଇଛି, ତତ୍ତ୍ୱରେ ବୁଝିବା ପାଇଁ ପାଏ। ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱ ତ୍ୟକ୍ତା ଦେହଂ ପୁନର୍ଜନ୍ମ ଇତି ସମ୍ମାନିତ ଅର୍ଜୁନ, ତାଙ୍କୁ ଉଦ୍ଧାର କରିଛନ୍ତି ଆମର ପରମାରାଧ୍ୟ ଗୁରୁଦେବ ତାଙ୍କର ପରପଟରେ ଭାଷ୍ୟରେ ଏଠି ଯେ ତତ୍ତ୍ୱରେ ଏ କଥା ଜାଣିପାରିବ, ଭଗବାନଙ୍କୁ ଶିକ୍ଷା ଦେଲେ ଜନ୍ମ କର୍ମ ଚମେ ଦିବ୍ୟଂ ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱତଃ ତ୍ୟକ୍ତା ଦେହଂ ପୁନର୍ଜନ୍ମ ଇତି ସମ୍ମାନିତ ଅର୍ଜୁନ। ଭଗବାନ କୃଷ୍ଣ ଚତୁର୍ଥ ଅଧ୍ୟାୟରେ କଥା କହିଲେ, ମୋର ଜନ୍ମ ବା ମୋର ଆବିର୍ଭାବ, ମୋର କ୍ରିୟା ବା କର୍ମ ଏ ଅପ୍ରାକୃତ ଦିବ୍ୟ, ପ୍ରାକୃତ ନୁହେଁ। ଆକୁ ତତ୍ତ୍ୱରେ ବୁଝିବା ପାଇଁ ପଡ଼ିବ। ଯିଏ ତତ୍ତ୍ୱରେ ଜାଣିପାରିଲେ ବୁଝିପାରିଲେ ତାଙ୍କର ଶେଷ ଜନ୍ମ ହେବ। ସେ ଶରୀର ତ୍ୟାଗ କଲା ପରେ ନିଶ୍ଚିତ ଭାବରେ ମୋ ପାଖକୁ ଯିବେ, ଆଉ ଏଠି ତାଙ୍କର ପୁନର୍ଜନ୍ମ ହବ ନା। ତତ୍ତ୍ୱରେ ଯେ ନ ଜାଣିପାରିଛନ୍ତି ସେ ବରାବର ଏଠି ନା ବିଜାନାତି ତତ୍ତ୍ୱେନ ଅଥ ଚ୍ୟବନ୍ତି ତେ। ଯେଉଁମାନେ ତତ୍ତ୍ୱରେ ନ ଜାଣିପାରିବେ, ମାନବ ମାନଙ୍କ କଥା କୁହାଉଛି, ସେମାନେ ଏଠି ବାରମ୍ବାର ପତିତ ହେବେ, ସେମାନଙ୍କର ଉଦ୍ଧାର ହେଇପାରିବନି, ସେମାନେ ଭଗବଦ୍ଧାମକୁ ଯାଇପାରିବେ ନା। ଏ କଥା ପରିଷ୍କାର ଭାବେ ପାଏ। ତେଣୁ ତତ୍ତ୍ୱରେ ବୁଝିବା କଥା କୁହାଉଛି। ତତ୍ତ୍ୱରେ ବୁଝେଇବ କେମିତିକା? ଭଗବାନଙ୍କର କଥା, ଭଗବାନଙ୍କୁ ବୁଝିବା ସହଜ ପାଠ ନୁହେଁ। ସେଥିପାଇଁ ଗୁରୁ କଥା ଅଛି। ତତ୍ତ୍ୱ ଆଚାର୍ଯ୍ୟ ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଯେଉଁମାନେ ତତ୍ତ୍ୱଦର୍ଶୀ, ତତ୍ତ୍ୱକୁ ଦର୍ଶନ କରିଛନ୍ତି, ତତ୍ତ୍ୱ ଜ୍ଞାତା, ତତ୍ତ୍ୱଦ୍ରଷ୍ଟା। ଆଚାର୍ଯ୍ୟବାନ ପୁରୁଷ ବେଦ, ଆଚାର୍ଯ୍ୟଙ୍କ ଠାରୁ ତତ୍ତ୍ୱ ଜ୍ଞାନ ଲାଭ କରିଛନ୍ତି। ଶ୍ରୁତ ପାରମ୍ପର୍ଯ୍ୟରେ ଆସୁଛି ଏ ଶ୍ରୁତ ପାରମ୍ପର୍ଯ୍ୟର କଥା। ଆଚାର୍ଯ୍ୟବାନ ପୁରୁଷ ବେଦ, ତତ୍ତ୍ୱାଚାର୍ଯ୍ୟ ଆଚାର୍ଯ୍ୟ ତାଙ୍କଠାରୁ ଶ୍ରୁତ ପାରମ୍ପର୍ଯ୍ୟରେ ଶ୍ରବଣ କରିଛନ୍ତି, ତାଙ୍କ କୃପାରୁ ତତ୍ତ୍ୱ ଜ୍ଞାନ ଲାଭ କରିଛନ୍ତି। ସେ ଆଚାର୍ଯ୍ୟ ତାଙ୍କର ଆଚାର୍ଯ୍ୟଙ୍କ ଠାରୁ ସେ ଲାଭ କରିଛନ୍ତି ଶ୍ରୁତ ପାରମ୍ପର୍ଯ୍ୟ। ଏହି ପ୍ରକାର ତତ୍ତ୍ୱାଚାର୍ଯ୍ୟଙ୍କର ପଦାରବିନ୍ଦରେ ପ୍ରପନ୍ନ ହେବା ପାଇଁ ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଇଏ ଶ୍ରୀମଦ୍ ଭଗବଦ୍ଗୀତାରେ ଭଗବାନଙ୍କ ଉପଦେଶ। ସେଇ କଥା ଏଠି କୁହାଯାଉଛି। ଫଲୋ ଦି ଇନଷ୍ଟ୍ରକ୍ସନ୍ସ ଅଫ୍ ଭଗବଦ୍ ଗୀତା ଆଜ୍ ଇଟ୍ ଇଜ୍। ଯାରେ ଦେଖୁ ତାରେ ବୋଲ କୃଷ୍ଣ ଉପଦେଶ। କୃଷ୍ଣ ଯାହା ଉପଦେଶ ଦେଇଛନ୍ତି ସେଇ କଥା କୁହ, ମନକୁ ବାନ୍ଧିକି କଥା କହିବାର କିଛି ଦରକାର ନାହିଁ। ଶ୍ରୀମଦ୍ ଭଗବଦ୍ଗୀତାରେ ଭଗବାନ କୃଷ୍ଣଙ୍କର ଉପଦେଶ ଅଛି, ଭାଗବତରେ ବହୁ ଉପଦେଶ ଅଛି। ତାହା ତତ୍ତ୍ୱାଚାର୍ଯ୍ୟଙ୍କ ଠାରୁ ତାଙ୍କର କୃପାରୁ ସେ ତତ୍ତ୍ୱାଚାର୍ଯ୍ୟଙ୍କର ପଦାର ବିନ୍ଦରେ ପ୍ରପନ୍ନ ହୋଇ ପ୍ରଣିପାତ ପରିପ୍ରଶ୍ନ ସେବା, ତାଙ୍କର ସେବା କର, ତାଙ୍କୁ ସନ୍ତୁଷ୍ଟ କର, ତତ୍ତ୍ୱଗତ ବିନୟ ସହକାରେ ପରିପ୍ରଶ୍ନ କର, ତତ୍ତ୍ୱଗତ ପ୍ରଶ୍ନ କର। ଆଉ ସେ କୃପା କରିକିରି ଉପଦେଶ ଦେଲେ ତୁମର ତତ୍ତ୍ୱ ଜ୍ଞାନ ଗୁରୁ କୃପାରୁ, ସେ ଆଚାର୍ଯ୍ୟଙ୍କର କୃପାରୁ ତତ୍ତ୍ୱ ଜ୍ଞାନ ଲବ୍ଧ ହବ, ନଚେତ ହବ ନା। କି ନିଜ ଜ୍ଞାନ ଗାରିମା ମେଧା ଶକ୍ତି ବଳରେ ଏହା ଲାଭ କରିପାରିବେ ନା। କେବଳ ଆଚାର୍ଯ୍ୟଙ୍କର କୃପା ହିଁ ଦରକାର। ସେଥିପାଇଁ ଯଦିଓ ଶାସ୍ତ୍ରରେ ଦିଆଯାଉଛି, ତଥାପି ଶାସ୍ତ୍ରରେ ତତ୍ତ୍ୱିକ ଅର୍ଥ ବା ତତ୍ତ୍ୱ ଜ୍ଞାନଟାକୁ ଲାଭ କରିବା ପାଇଁ ହେଲେ ଗୁରୁପାଦ ପଦ୍ମ ଆଶ୍ରୟ କରିବା ପାଇଁ ପଡ଼ିବ। ସେ ଗୁରୁଦେବଙ୍କର କୃପା ହିଁ ପ୍ରାର୍ଥନୀୟ। ସାଧିମାଂ ତ୍ୱଂ ପ୍ରପନ୍ନମ୍, ସାଧିମାଂ ତ୍ୱଂ ପ୍ରପନ୍ନମ୍ ଶିଷ୍ୟତେହଂ ସାଧିମାଂ ତ୍ୱଂ ପ୍ରପନ୍ନମ୍। ଏହି ଶ୍ରୀମଦ୍ ଭଗବଦ୍ଗୀତାରେ
କଥା ଦିଆଯାଇଛି। ଅର୍ଜୁନ ଯୋପରି ଭାବରେ ଏ ଜ୍ଞାନ ଲାଭ କଲେ ସେଇ ଭାବରେ ଲାଭ। ମୁଁ ଶିଷ୍ୟ ହେଲେ, ମୁଁ ପ୍ରପନ୍ନ ହେଲେ ଆପଣଙ୍କର ପଦାର ବିନ୍ଦରେ ମତେ ଶୋଧନ କରିବେ, ଏ ତତ୍ଵ ଉପଦେଶ ମତେ ଦିଅନ୍ତୁ। ଏ ଶିଷ୍ୟଙ୍କର କାହା ପରିପ୍ରଶ୍ନ ସେବା, ଅନ୍ୟ କୌଣସି ଉପାୟରେ ଏ ତତ୍ଵ ଜ୍ଞାନ ଲାଭ ହେଇପାରିବ ନା। এই কথা এটি কুହାଯାଉଛି। ଆଉ as a leader of human society, ମାନବ ସମାଜର ନେତା ହିସାବରେ, ମାନବ ସମାଜର ମୁଖ୍ୟ ପିତା ହିସାବରେ ସ୍ୱୟଂ ମନୁ ଏଇ ଉପଦେଶ ଦଉଛନ୍ତି, ତାହା ଆମକୁ ମାନି ନେବା ପାଇଁ ପଡ଼ିବ। ଏ ହେଉଛି କଥା। ଟୁ ଆକ୍ସେପ୍ଟ ଦ ଅଥରିଟି, ପ୍ରାମାଣିକ ଅଧିକାରୀଙ୍କୁ ମାନିନିଅ, ସ୍ୱୀକାର କରିନିଅ। ଏ ହେଲା ଆମର most important principle। ये होती बड़ गुरुत्वपूर्ण नीति आमर, एटा प्रथम जिनिस टू एक्सेप्ट द अथॉरिटी, बोनाफाइड अथॉरिटी, जे प्रामाणिक अधिकारी तान कथा को मानि नियो। सीधे कोनसी जुक्ति तर्क करिवार नाही, कोनसी लॉजिक, तुमार लॉजिक तर्क सिद्ध उत्थापन करिवार किछि कथा नाही। अचिन्त्य खड़ुजे भावा नस्तम तर्केण जोजयेत, जोटा अचिन्त्य जिनिस सिद्ध तुमार तर्क कोन जो करियो तुमे मुन्ने लॉजिक जागतिक तर्क वा एगुड़िक प्रापंचिक तर्क कौन तुम जो कि अचिंत्य विषय किसी दरकार नहीं। प्रिंसिपल टू एक्सेप्ट द बोनाफाइड अथॉरिटी, प्रामाणिक अधिकारी को मानि नियो, स्वीकार करि नियो, ताहले ता हो तुमर प्रकृतिर बेनिफिट हो, तुमर प्रकृतिर मंगल कल्याण साधित हो। सेतिरे ताहले तुमे ए परमार्थिक मार्ग रे क्रमशः अग्रगति करियो। ता जदि न करा जीवो तुमर अग्रगति व्याहत हो। तुम कदापि ये मार्ग रे अग्रगति करि पारिबो ना। प्रामाणिक अधिकारी स्वीकार न करिबो आ तुमर मुन्ने लॉजिक से जो करिबो ताहले ही पाइबो ना। से कथा एटा तो मूल प्रिंसिपल, ए होची मूल प्रिंसिपल, चिप प्रिंसिपल, ओरिजिनल प्रिंसिपल, एटा मूल नीति एटा। ताहले तुमर कल्याण निहित, तुमर जो मानव जीवन उद्देश्य अछि परमार्थ लाभ लब्ध्वा सुदुर्लभं बहुशमन्ते मानुष्य मत्यतमनित्यमपि धीर। ये जो सुदुर्लभ मानव जोनिर उद्देश्य होछि जो परमार्थ लाभ, से परमार्थ लाभ हब जदि प्रामाणिक अधिकार को मानि न स्वीकार कर ता नहेले से उद्देश्य सार्थ ही पारिबो ना। कृपा करी अनुग्रहाय चरन्ति भव्यानि भूतानि जनार्दनस्य, से प्रामाणिक अधिकारी गुरु आचार्य भगवान प्रति प्रिय भक्त कृपा करी प्रपंच अवतीर्ण होकर विचरण कर ज्ञान उपदेश दवाई तो दया से कृपा तारीते पाम निज कार्य नहीं तो जानतार महांत स्वभाव ही तारीते पाम, ये महात्मा स्वभाव से कृपा करी विचरण कर कृपा प्रकाश कर ज्ञान उपदेश तत्व ज्ञान उपदेश दवाई। तेणु जावाई पड़ो विनम्र सहकारे पदार बिंदे प्रपन्न हो सेवा करी संतुष्ट करी तत्व जिज्ञासा करने जीव से तत्व जिज्ञासा नार्थ दस्य कर्म भी श्रीमद्भागवत से कथा कही अन्य धंदा किसी ना तुम जीव से तत्व जिज्ञासा नार्थ दस्य कर्म भी तुम समस्त धंदा कर्म ये तत्व जिज्ञासा पर आधारित होगा उचित। कहीं तत्व न जानिले कदापि तुम्हें तुम स्वरूपावस्थान कर बैक होम बैक टू गॉड हेड भगवत धाम को जाई परिबो ना। तुम जे स्वधाम निज घर से जाई परिबो आप जानाति तत्वेन अतच्यवन्ति तत्वेन विस्त श्रीमद् विशते तदनन्तरं तमं तत्त्व ज्ञात्वा विशते तदनन्तरं ये सब बारंबार कहे श्रीमद् तत्व जानिले नहीं मोर राज्य रे प्रवेश अधिकार मिल प्रवेश अधिकार नहीं तत्व न जानिच महाविजानादि तत्व च्यवंती दे ये सब बारंबार कहे से कृपा करी आचार्य गुरु से अनुग्रहाय चलती अनुग्रह करके कृपा करके विचरण कर आम को जावाई पड़ो तद विज्ञानार्थ सद्गुरु भावी गच्छे समीपानि सद्यं ब्रह्मनिष्ठ उपनिषद बारंबार ये सब कथा कह वैदिक शास्त्र उपदेश भगवान दौरान
ତାକୁ ଆମେ ତତ୍ତ୍ୱରେ ବୁଝିପାରିବା। ନଚେତ୍ କେବଳ ନିଜେ ପଢ଼ିକି ନିଜ ଜ୍ଞାନ ବଳରେ ତାହା ଆମେ ବୁଝିପାରିବା ନା। ଇ ଉପଦେଶ ଶାସ୍ତ୍ର ଗୁରୁ ଆତ୍ମା ରୂପେ ଆପଣା କେଜନା କୃଷ୍ଣ ମୋ ପ୍ରଭୁ ତ୍ରାତା ଯିବେ হয় ଜ୍ଞାନ। ତା ନହେଲେ ବଦ୍ଧ ଜୀବର ଜ୍ଞାନ ହବ ନା। କୃଷ୍ଣ ପ୍ରଭୁ ଆଉ ତ୍ରାତା, ଏ ହେଲା ଆମର କଥା। ପରମାତ୍ମା ଚୈତ୍ୟ ଗୁରୁ ବୋଲି କୁହାଯାଏ ଯେ ଜୀବ ହୃଦୟରେ ପରମାତ୍ମା ପରେ ଅଛନ୍ତି ସେ ଭଗବାନ, ଚୈତ୍ୟ ଗୁରୁ କୁହାଯାଏ। ଗୁରୁ ଚୈତ୍ୟ ବପୁଷା, ସେ ବପୁ ଶରୀର ଧାରଣ କରିକିରି ପ୍ରକାଶିତ ହୁଅନ୍ତି ଗୁରୁ ରୂପରେ ଏଠାରେ। ତେଣୁ ପ୍ରାମାଣିକ ଗୁରୁ ଯେ ଆଚାର୍ଯ୍ୟ ସେ ଭଗବାନଙ୍କର ପ୍ରତିନିଧି। ଆଚାର୍ଯ୍ୟ